ଏଇଟା ଶୀତ ଦିନେ ତ ବହୁତ ହି ଫେମସ୍ ଥାଏ। ଆଉ ଏ ଟମାଟୋ ଆପଣମାନେ ଖଟା କରି ଖାଆନ୍ତି କି ନାହିଁ ନିହାତି କମେଣ୍ଟ କରିବେ। ଆଉ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଆଉ ମୋ ଭିଡ଼ିଓ ଭଲ ଲାଗିଲେ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ପ୍ରେସ୍ କରିବେ, ତାହେଲେ ନୋଟିଫିକେସନ୍ ଆପଣଙ୍କୁ ପଳେଇବ। ଦେଖନ୍ତୁ ଆଉ ଏ ଟମାଟୋ ଖଟାଟା ବହୁତ ହି ଟେଷ୍ଟ ଲାଗେ। ମୋତେ ତ ଭଲ ଲାଗେ, ଆପଣମାନେ ଭଲ ଲାଗେ ନା ନାହିଁ ନିହାତି କମେଣ୍ଟ କରିବେ। ମୁଁ କଢ଼େଇରେ ତେଲ ତେଲ ଜିରା ଆଉ ସୋରିଷ ସବୁ ଫୁଟେଇ ଦେଇଛି। ଏବେ ଗୁଡ଼ ଟିକେ ପକେଇଦେବି। ଗୁଡ଼ଟା ଭଲ କି ପାଗ ହେଇଗଲେ ଟିକେ ଜଷ୍ଟ ଟିକେ ସିଝି ଆଇଲେ ମୁଁ ତା ଦେହରେ ମଟର ଟିକେ ପକେଇବି। ଦେଖନ୍ତୁ ଗୁଡ଼ଟା ହେଇ ଆସିଲାଣି। ଆଉ ଏ ମାଟି କଡ଼େଇରେ କଲେ ବହୁତ ହି ଭଲ ଟେଷ୍ଟ ଲାଗେ। ଥରେ ନିହାତି ଟ୍ରାଏ କରିବେ। ଦେଖନ୍ତୁ ଗୁଡ଼ ଏବେ ମଟରଟା ପକେଇଦେବା। ମଟରଟା ଟିକେ 1 ମିନିଟ୍ ଖଣ୍ଡେ ଖାଲି ଟିକେ ସିଝିଗଲେ ତାପରେ ଟମାଟୋଟା ପକେଇବା। କାହିଁକି ମଟର କଞ୍ଚା ରହିଗଲେ ଭଲ ଲାଗିବନି ତା ଟେଷ୍ଟଟା। ଆଉ ଏବେ ହେଇଗଲାଣି ଦେଖନ୍ତୁ ସେ ଟିକେ ହେଇ ଆସିଲାଣି। ଏବେ ଟମାଟୋଟା ପକେଇଦେବା। ଟମାଟୋ ବି ଟାଇମ୍ ଲାଗିବ, ବେଶୀ ଲାଗିବନି କାହିଁକି ଶୀତ ଦିନ ଟମାଟୋ ବହୁତ ଶୀଘ୍ର ହିଁ ସିଝିଯାଏ। ଆଉ ଦେଖନ୍ତୁ କେତେ ସୁନ୍ଦର ରେଡ଼୍ ଟମାଟୋ ଏବେ ମିଳୁଛି ଶୀତ ଦିନରେ। ଏବେ ତାକୁ ବସେଇଦେବା 5 ମିନିଟ୍ ପାଇଁ ସେ ସିଝୁଥାଉ। ସିଝିଲା ପରେ ଆମେ ତାକୁ ସର୍ଭ କରିବା। ଆଉ ବହୁତ ହି ଶୀଘ୍ର ଟମାଟୋ ଏଇ ରେସିପି ନିହାତି ଟ୍ରାଏ କରିବେ ଆଉ କମେଣ୍ଟ କରିବେ। ଦେଖନ୍ତୁ ମୁଁ ତାକୁ ଘୋରେଇକି ବସେଇଦେବି ଯେହେତୁ ଶୀଘ୍ର ହେବ। ଆପଣ ଚାହିଁଲେ ଯଦି ତେନ୍ତୁଳି ଟିକେ ପକେଇ ପାରିବେ, ମୁଁ ତ ପକେଇନି। ଆଉ ଚିନି ବି ପକେଇ ପାରିବେ। ମୁଁ ଗୁଡ଼ ଦେଇ କରିଛି। ଗୁଡ଼ ଦେଇ ବହୁତ ହେଲ୍ଦି, ଚିନି ଦେହ ପାଇଁ ଏତେ ଭଲ ନୁହଁ। ଆଉ ଟମାଟୋଟା ଖାଇବା ବହୁତ ହି ଭଲ, ସେଇଟା ଭିଟାମିନ୍ ସି। ଆଉ ଫେସ୍ ବି ଗ୍ଲୋ କରେ ବହୁତ, ତାକୁ ଲଗେଇଲେ ଆପଣମାନେ ଜାଣିଥିବେ। ଏବେ ଲୁଣ ଟିକେ ପକେଇ ଦେଇଛି। ପକେଇକିରି ହଳଦୀ ଲୁଣ ପକେଇ ତା ଦେହରେ ଲଙ୍କାଗୁଣ୍ଡ ବି ପକେଇଦେବେ, ମୁଁ ପକେଇନି। ତାକୁ ଘୋରେଇ ଦେବେ। ଘୋରେଇ ସାରି ଜିରା ଲଙ୍କାଗୁଣ୍ଡ ବି ପକେଇ ପାରିବେ ପରେ। ମୁଁ ତା ଦେହରେ ପରେ ଧନିଆ ପତ୍ର ପକେଇ ଦେଇଛି। ଦେଖନ୍ତୁ ହେଇଗଲାଣି। ଆଉ ଏ ଭିଡ଼ିଓଟା କେମିତି ଲାଗିଲା ନିହାତି କହିବେ। ଆଉ ପ୍ଲିଜ୍ ଲାଇକ୍ ସେୟାର କମେଣ୍ଟ ନିହାତି ଦେବେ। ଦେଖନ୍ତୁ ଆମେ ଚାଲ ସର୍ଭ କରିବା। ସକାଳେ ସବୁ ମୁଁ କ'ଣ କରିଥିଲି ସେଇଟା ମାନଙ୍କୁ ଆପଣମାନଙ୍କୁ ଦେଖେଇ ଦେଉଛି। ଏବେ ଚାଲ ଆମେ ସର୍ଭ କରିବା ଆଉ ଏନ୍ଜୟ କରିବା। ଆଉ ଆମର ତ ଭାତ ଡାଲି ସବୁଦିନ ହୁଏ, ସେଇଟା ଡେଲି ଯେହେତୁ ଛୋଟ ପୁଅ ଆଉ ଛୋଟ ପିଲାଙ୍କୁ ତ ଡାଲି ଖାଇବା ବହୁତ ହି ଜରୁରୀ। ଆଉ ମୁଁ ଭାତ ରଖିଦେଇଛି, ଏବେ ଡାଲି ଦେଇଦେବି, ତାପରେ ଖଟା ରଖିଦେବି। ଆଉ ଆପଣମାନେ କ'ଣ ସବୁ ଖାଇଛନ୍ତି ନିହାତି କମେଣ୍ଟ କରିବେ। ମୋ ରେସିପି ଭଲ ଲାଗିଲା ପ୍ଲିଜ୍ ସବସ୍କ୍ରାଇବ୍ କରିବେ ଆପଣମାନେ। ଆଉ ଭଲ ଭଲ ରେସିପି ଆଣିବାକୁ ଆପଣମାନେ ନିହାତି କମେଣ୍ଟ କରିବେ। ଦେଖନ୍ତୁ ଆଉ ଡାଲିଟା ଆଜି ବିଟ୍ ଟିକେ ପକେଇ ଦେଇଥିଲି ପୁଅ ପାଇଁ, ସେଇଥିପାଇଁ ବେଶୀ ରେଡ଼୍ କଲର୍ ଆସିଯାଇଛି। ଆଉ ଟମାଟୋ ଦେଲେ ବି ଡାଲିରେ କଲର୍ ରେଡ଼୍ ହେଇଯାଏ। ଏବେ ଚାଲ ଭାତ ଡାଲି ଦେଇ ସାରିଲେଣି। ଏବେ ଭଜା ଟିକେ ଆଉ ଖଟା ଦେଇଦେବା। ଦେଇକିରି ତାପରେ ଆମେ ସର୍ଭ କରିବା। ଆଉ ଯିଏ ସବୁ ଭେଜ୍ ଖାଇବାକୁ ପସନ୍ଦ କରନ୍ତି ତାଙ୍କୁ ଏ ରେସିପି ବହୁତ ହି ଭଲ ଲାଗିବ। ଆଉ ଯିଏ ନନ୍ ଭେଜ୍ ଖାଆନ୍ତି ତାଙ୍କୁ ତ ସବୁବେଳେ ନନ୍ ଭେଜ୍ ହିଁ ଭଲ ଲାଗିବ। ଆଉ ଯାହାକୁ ଏ ରେସିପି ଭଲ ଲାଗିଲା ପ୍ଲିଜ୍ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।